ମାନେ ମଦ ଦେଶୀ ମଦ ଯୋଉ ପାଉଚ୍ ଅଛି ସେ ପାଉଚ୍ ମଧ୍ୟ ଅନେକ ବ୍ୟବହାର ହଉଛି ଆଉ ରାସ୍ତା କଡ଼ରେ ବି ପଡି ରହୁଛି। ତ ସେ ଉପରେ କଣ କହିବେ ସାର୍ ସେ ପ୍ଲାଷ୍ଟିକ ଉପରେ ଯୋଉ ଦେଖୁନ ଦେଶୀ ମଦ ପାଉଚ୍ ଯୋଉ ଆପଣ ଫରେନ୍ ଲିକର ହଉ କିମ୍ବା ଆମର କଣ୍ଟ୍ରି ଲିକର ଯୋଉଟା ହଉଛି ସେଟା ତ ଆପଣଙ୍କର ଏକ୍ସାଇଜ ଡିପାର୍ଟମେଣ୍ଟ ଅଣ୍ଡରରେ ଆସୁଛି। ତା ଭିତରେ ବି ମୁଁ କହିବି ସେ ଯେହେତୁ ସେଥିରେ ବି ପ୍ଲାଷ୍ଟିକ ୟୁଜ ହଉଛି କିନ୍ତୁ କେତେ ମାଇକ୍ରୋନ ର ତାଙ୍କର ଏଇ ଗାଇଡ ଲାଇନ କୁ ଫଲୋ କରୁଛନ୍ତି କି କୋଉ ଗାଇଡ ଲାଇନ କୁ ଫଲୋ କରୁଛନ୍ତି ମୁଁ ଜାଣିନି ବର୍ତ୍ତମାନ ମୁଁ ସେ ବାବଦରେ ଡିସକସନ ବି କରୁଥିଲି ବୁଝିକି କହିବି କିନ୍ତୁ ସେଟା ବି ଯଦି ଏଇ ଗାଇଡ ଲାଇନ ଅନୁସାରେ ସେଟା ବି ନିହାତି ଆସୁଥିବ ନିହାତି 120 ମାଇକ୍ରୋନ ର ଉପରେ ଯଦି ୟୁଜ କରୁଛନ୍ତି ସେ ପାଉଚ ଟା ତ କିଛି କଥା ନୁହେଁ କିନ୍ତୁ 120 ମାଇକ୍ରୋନ ତଳେ ଯଦି ହଉଛି ବୋଲେ ଆମେ ସେଟା ମିଶିକରି ଏକ୍ସାଇଜ ଡିପାର୍ଟମେଣ୍ଟ ସେଟା ବି ଆମେ ଚଢାଉ କରିକି ବନ୍ଦ କରିବାକୁ ଚେଷ୍ଟା କରୁ। ପ୍ଲାଷ୍ଟିକ ଗୋଟେ ଗ୍ଲୋବାଲ ସମସ୍ୟା ତା ମାନେ ସବୁଆଡେ ସେଇ ସବୁ ପ୍ଲାଷ୍ଟିକ ର ସମସ୍ତଙ୍କୁ ମାରାତ୍ମକ ପ୍ଲାଷ୍ଟିକ ୟୁଜ ରେ କଣ ଡିଫେକ୍ଟ ହଉଛି ବିଭିନ୍ନ ଲୋକ ବେମାର ହଉଛନ୍ତି ଗାଈ ଗୋରୁ ଆପଣଙ୍କର ଜଳସ୍ତର ବି କମି ଯାଉଛି। ଯାହାକି ତାମାନେ ଅବକ୍ଷୟ ହଉନି ତାକୁ ବହୁତ ଦିନ ଆପଣ 20 ବର୍ଷ 30 ବର୍ଷ ହେବେ ସେଇ ଜରି ବାହାରୁଛି ତଳୁ ସେଟାକୁ କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ଗାଇଡ ଲାଇନ ବିଭିନ୍ନ ସମୟରେ ଗଭର୍ଣମେଣ୍ଟ କାଢିଥାଏ। ବର୍ତ୍ତମାନ ମିନିଷ୍ଟ୍ରି ଅଫ୍ ଏନଭାରମେଣ୍ଟ ଫରେଷ୍ଟ ଆଣ୍ଡ କ୍ଲାଇମେଟ ଚେଞ୍ଜ ଡିପାର୍ଟମେଣ୍ଟ ଗଭର୍ଣମେଣ୍ଟ ଅଫ ଓଡିଶା ତାର ଆମର ଯୋଉ ଅଛି ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଓଡିଶା ତାର ଲେଟର ନମ୍ବର 2634 19/2/2022 ରେ ସେ ଗାଇଡଲାଇନ ଇସ୍ୟୁ କରିଥିଲା ବାରମ୍ବାର ମଝିରେ କରିଥାଏ ସେଥିରେ ଇସ୍ୟୁ କରିଥିଲା 120 ମାଇକ୍ରୋନ୍ସ ର ତଳକୁ ଜରି ଆମେ ୟୁଜ କରିପାରିବା ନାହିଁ ଯୋଉଟା କି ଆମେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ତା ସହିତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମଧ୍ୟ ଆମେ ୟୁଜ କରିପାରିବା ନାହିଁ ବୋଲି ଗାଇଡଲାଇନ ଅଛି। ଏଇଟା ବହୁତ ଦିନର ଗାଇଡଲାଇନ ଅଛି ସମସ୍ତେ ଜାଣିଛନ୍ତି ବି ଆଉ ପ୍ଲାଷ୍ଟିକ ର ଭୟାବହତା କଣ ସବୁ ସେ ଜାଣିଲା ପରେ ବି ବିଭିନ୍ନ ଜାଗାରେ ୟୁଜ ହଉଛି। ସେଥିପାଇଁ ବିଭିନ୍ନ ଜାଗାରେ ଆପଣଙ୍କ ବିକ୍ରି ଚାଲିଛି ପାଣି ପାଉଚ ର ବହୁତ ବ୍ୟବହାର ହୁଏ ଖରା ମାସରେ ହଉ ବାହାଘରରେ ହଉ ଯୋଉଟା କି ସେ ପାଣିର ଗୁଣାତ୍ମକ ମାନ ଥାଏନି ଆଉ ବହୁତ ବେମାର ବି ହୁଏ। ଡାଇରିଆ ହୁଏ ବିଭିନ୍ନ ବେମାର ଅଛି ସେଟାକୁ ଆଖିରେ ରଖି ଆମେ ଏଇଟା ଗୋଟେ ଷ୍ଟାର୍ଟ କରିଛୁ ଆମେ ଯାତ୍ରା ଷ୍ଟାର୍ଟ କରୁଛୁ ବିଭିନ୍ନ ଲୋକଙ୍କୁ ଆୱାରନେସ ବି କରେଇଲୁ ପ୍ରଥମେ ସମସ୍ତଙ୍କୁ ଚିଠି କରିଲୁ ଦି ରାଉଣ୍ଡ ଆଲାଉନ୍ସ କଲା ପରେ ବି ଲୋକମାନେ ଇଜିଲି ଏସେସିବଲ ହେଇଯାଉଛି ଯେହେତୁ ଜରିଟା ଆପଣ ଘରୁ ବାହାରିଲା ବେଳକୁ କିଛି ନ ନେଇକି ଗଲେ ବି ମିଳିଯାଉଛି ଜିନିଷ ସାମାନ ଧରି ଆଣିବା ପାଇଁ ସେଥିରେ ଆମେ ଗରମ ଖାଦ୍ୟ ବି ଧରି ଆଣୁଛୁ ଯୋଉଟା କି ଖାଇଲେ ଆମର ବହୁତ ପ୍ରୋବ୍ଲେମ ହଉଛି। ବିଭିନ୍ନ ସୋସିଆଲ ମିଡିଆ ଠୁ ଆରମ୍ଭ କରିକି ବିଭିନ୍ନ ଡିବେଟ ରେ ବି ଏ ବାବଦରେ ଡିସକସନ ହଉଛି କିନ୍ତୁ ଆମେ ସେ ତାମାନେ ଲୋକ ସଚେତନ ହଉନାହାନ୍ତି ତଥାପି ସଚେତନ କଲା ପରେ ବି ଯେତେବେଳେ ସେମାନେ ମାନିଲେନି ବାଧ୍ୟ ହୋଇ ଆମେ ରେଡ କରିବାଟା ଷ୍ଟାର୍ଟ କରିଛୁ। ଏବଂ ଫାଇନ ବି ପକଉଛୁ ସେଇ କ୍ରମରେ ଆମେ ଆଜି 2-3ଟା ଦୋକାନ ଯାଇଥିଲୁ ଷ୍ଟକିଷ୍ଟ ଯୋଉଟା ବଡ ବଡ ଦୋକାନ ଯୋଉଠି ଷ୍ଟକ୍ କରୁଛନ୍ତି ଯୋଉଠି ଲୋକମାନେ କିଣି ନଉଛନ୍ତି ସେଇ ହିସାବରେ ଆମେ 2-4ଟା ଦୋକାନ ଆମେ ଯାଇଥିଲୁ ତାଙ୍କଠୁ ପାଖାପାଖି 250 ପ୍ୟାକେଟ ଜରି ଯୋଉ ପାଣି ପାଉଚ ବସ୍ତା ଆମେ ଜବତ କରିଥିଲୁ। ତାକୁ ଆମେ ତାକୁ ଫାଇନ ମଧ୍ୟ ସେମାନଙ୍କୁ କରିଥିଲୁ ତାଗିଦ ବି କରିଥିଲୁ। ସେମାନେ ଯଦି କେତେ ଟଙ୍କା? ଆମେ ଟୋଟାଲ ଆମେ 4ଟା ଦୋକାନ ହେଇକିରି 50,000 ଟଙ୍କା ଫାଇନ ଆମେ ଆଦାୟ କରିଛୁ ଆଜି। ଫାଇନ ଆଦାୟ କରିବାଟା କିମ୍ବା ରେଡ କରିବାଟା ଏହାର ସମସ୍ୟାର ସମାଧାନ ନୁହେଁ। ଆମେ ଜାଣିଛୁ ତଥାପି କିଛି ତ ତାଙ୍କର ତାର ଡର ଆସିବ ଗଭର୍ଣମେଣ୍ଟ ଇଏ ପାଇଁ ଆମେ ଷ୍ଟାର୍ଟ କରୁଛୁ ଏଇଟା ଅନବରତ ଚାଲିବ ମଧ୍ୟ ଆଗକୁ। ତା ସହିତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ କୁ ବି ବ୍ୟାନ୍ ଅଛି ଯୋଉଟା କି ଆମର ପ୍ଲାଷ୍ଟିକ ସ୍ପୁନ ହେଲା ବହୁଳ ବ୍ୟବହାର ହଉଛି ଚାଟ ଦୋକାନଠୁ ଆରମ୍ଭ କରିକି ଆପଣଙ୍କର ବଡ ବଡ ଦୋକାନରେ ବି ୟୁଜ ହଉଛି। ସେ ସବୁକୁ ଆମେ ତାମାନେ ଏନଭାରମେଣ୍ଟ କୁ ଜଗିବା ପାଇଁ ଗଭର୍ଣମେଣ୍ଟ ଗାଇଡ ଲାଇନ ଯାହା ଅଛି ସେଟାକୁ ୟା କରିବା ପାଇଁ ଆମେ ଷ୍ଟାର୍ଟ କରୁଛୁ ଏବଂ ସେଥିରେ ଆମେ ଖାଲି କଲେ ହବନି ସମସ୍ତଙ୍କର ସହଭାଗିତା ରହିବା ଜରୁରୀ। ପବ୍ଲିକକୁ ବି ମୁଁ ରିକୁଏଷ୍ଟ କରିବି ଆପଣଙ୍କ ମାଧ୍ୟମରେ ସେମାନେ ବି ପ୍ଲାଷ୍ଟିକ ଠାରୁ ଯେତେ ଦୂରେ ରହିବା ସେ ସମସ୍ତେ ଆମେ ମିଶିକରି ଯଦି ହାତ ମିଶେଇକି କାମ କରିବା ବଲେ ଆଉ ଟିକେ ସୁନ୍ଦର ହବ ବୋଲି ମୋ ଆଶା।